ଭାଷା ଆମ ରାଜ୍ୟର କେତୋଟି ଭାଷା କହିଲେ ହୁଏତ ମୁଁ ଜାଣିନାହିଁ କେତେ ଭାଷା ଆମ ରାଜ୍ୟରେ ହିଁ କେତେ କେତେ ପ୍ରକାର ଭାଷା ମୁଁ କହୁନି ଯେ କେବଳ ରାଷ୍ଟ୍ରଭାଷା କଥା କହୁଛି ରାଷ୍ଟ୍ରଭାଷା ଆମେ ହିନ୍ଦୀ କହୁଛେ କିନ୍ତୁ ପ୍ରତ୍ୟେକ ରାଜ୍ୟରେ ମଧ୍ୟ ପ୍ରତି ପ୍ରାନ୍ତରେ ଆପଣ ଦକ୍ଷିଣ ଯିବେ ଦକ୍ଷିଣ ଭାଷା ଗୋଟେ ପ୍ରକାର ଆପଣ ପାଇବେ ପଶ୍ଚିମ ଯିବେ ପଶ୍ଚିମରେ ଗୋଟେ ପ୍ରକାର ଭାଷା ପାଇବେ ମଧ୍ୟ ଓଡ଼ିଶା ସେ ଗୋଟେ ଭାଷା ପାଇବେ ଆପଣ ଏ ସବୁ ଭାଷା ମଧ୍ୟରେ ମଧ୍ୟ ନିଜ ମାତୃଭାଷା ଅର୍ଥ ଆମର ଓଡ଼ିଆ ଓଡ଼ିଆ ହେଲା ଆମ ମାତୃଭାଷା ଏଇ ମାତୃଭାଷାଟାକୁ ଆମେ ନିଶ୍ଚିତ ଭାବରେ ଉଚ୍ଚ ରଖିବା ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ ଜନନୀ ହେଲା ଜନନୀର ଆମ ଜନନୀ ହେଲା ଓଡ଼ିଶା ଉତ୍କଳ ପ୍ରଦେଶର ଭାଷା ହେଲା ଓଡ଼ିଆ ତେଣୁ ଓଡ଼ିଆକୁ ଆମେ ନିଶ୍ଚିତ ଭାବରେ ଉଚ୍ଚ ରଖିଲେ ଆମ ଜନନୀକୁ ଆମେ ସମ୍ମାନ ଦେବା ତେଣୁ ଆମର ସମ୍ମାନର ଅର୍ଥ ଆମ ନିଜ ଭାଷାରୁ ଉଚ୍ଚ ରଖିବା ଟେକ ରଖିବା ଏହା ହିଁ ଆଜିର ପ୍ରତ୍ୟେକ ଫେବୃଆରୀ ମାସ 21 ତାରିଖରେ ଆମେ ଯେଉଁ ମାତୃଭାଷା ଦିବସ ପାଳନ କରୁଛେ ତାର ତାତ୍ପର୍ଯ୍ୟ ହେଉଛି ସମସ୍ତଙ୍କ ଭିତରେ ମାତୃଭାଷା ପରି ଅସ୍ମିତା ରହିବ ଆମେ ମାତୃଭାଷା ପ୍ରତି ଆମର ସବୁବେଳେ ମମତା ରହିବ ଆମେ ଇଂରାଜୀ ହଁ ଆମେ ଏବେ ବର୍ତ୍ତମାନ ଏଠି ଇଂରାଜୀ ସ୍କୁଲ ପଢୁଛେ ଇଂରାଜୀରେ ସବୁ କଥାବାର୍ତ୍ତା ହେବା ପାଇଁ ଆମେ ମଧ୍ୟ ଗୁରୁତ୍ୱ ଦେଉଛୁ ଯେହେତୁ ଭାଷାଟା ଆମର ଇଂରାଜୀ ଭଲ ରୂପେ ହେଇପାରୁନାହିଁ ବୋଲି କିନ୍ତୁ ତା ସତ୍ତ୍ୱେ ଆମେ ଓଡ଼ିଆ ଭାଷାକୁ କେବେ ହେଲେ ପଛଘୁଞ୍ଚା ଦେବା ନାହିଁ ଓଡ଼ିଆ ଭାଷା କହିବା ପାଇଁ ଆଉ ଓଡ଼ିଆରେ କଥାଭାଷା ହେବା ପାଇଁ ମଧ୍ୟ ବାହାରକୁ ଗଲା ମାନେ ଆମେ ଯଦି ଓଡ଼ିଆ ଲୋକଟିକୁ ଦେଖିବା ଆମେ ସେଇ ରାଷ୍ଟ୍ରର ଭାଷା କହିବା ନାହିଁ ଯଦି ଆମେ ବାହାରକୁ ଯାଉଛେ ମୁଁ ଥରେ ଦିଲ୍ଲୀରେ ଯେତେବେଳେ ପ୍ରଥମେ ମୁଁ ଗଲି ଜଗନ୍ନାଥ ମନ୍ଦିର କୋଉଠି ବୋଲି ମୁଁ ଭାବୁଥିଲି ବହୁତ କଥା ମୁଁ କହୁଛି 1991 ଯେତେବେଳେ ମୁଁ ଦିଲ୍ଲୀ ଯାଇଥିଲି ପ୍ରଥମେ ସେତେବେଳେ ଜଗନ୍ନାଥ ମନ୍ଦିର ମୁଁ ଯେତେବେଳେ ଯିବା ବେଳେ ରାସ୍ତାରେ ଏମିତି ପଚାରୁଥାଏ ଜଗନ୍ନାଥ ମନ୍ଦିର କାମ ପାରେ ସେଠି ହିନ୍ଦୀରେ ପଚାରିବାକୁ ପଡ଼ିବ ହିନ୍ଦୀରେ ମୁଁ ପଚାରୁଥାଏ କିନ୍ତୁ ମୋ ସହିତ ମୁଁ ଯାହା ସହିତ କଥାବାର୍ତ୍ତା ହେଇ ଯାଉଥିଲି ସେ ଭଦ୍ର ବ୍ୟକ୍ତି ଜଣେ ହିନ୍ଦୀ ଓଡ଼ିଆ ଲୋକ ସେ ଭଦ୍ରକ ଜଣେ ଓଡ଼ିଆ ଲୋକ ମୁଁ ଜାଣିନି ଓଡ଼ିଆ ବୋଲି ସେ ଆଚ୍ଛା ମୁଁ ଆଉ ଜଣେ ମୋ ସାଙ୍ଗ ଅଛନ୍ତି ଆମେ ଜଣେ ଓଡ଼ିଆରେ କଥାବାର୍ତ୍ତା ହଉଛୁ ସେ ତ କହୁଥିଲେ ଆମ ହାଉସ୍ ଖାସରେ ଜଗନ୍ନାଥ ମନ୍ଦିର ଆମ ହାଉସ୍ ଖାସ ଚାଲି ଆସିଲେଣି ଆଉ କ'ଣ ଜଗନ୍ନାଥ ମନ୍ଦିର ପାଖରେ ଆମେ ପହଞ୍ଚିଲେ କ'ଣ ଆମେ ଓଡ଼ିଆ ଜଣେ ଆମେ କଥାବାର୍ତ୍ତା ହଉଛୁ ବନ୍ଧୁ ବ୍ୟକ୍ତି ଜଣ ଓଡ଼ିଆ କିନ୍ତୁ ତାକୁ ମୁଁ ପଚାରୁଛି କୋଉଥିରେ हिंदी पचारूची जे कहाँ पर है हमारा एक जगन्नाथ मंदिर तो उसका से पास में है ना तो थोड़ा दूर में वो बोल रहा है अरे थोड़ा मैं नहीं जा रहा हूँ चलो मेरा साथ आप भी आ जाए वो बोला है लेकिन ये हिंदी उड़िया कहले ना से भद्र व्यक्ति जो और से तो पहुँचला बेलू सी भी पहुँचले सी से उड़िया देखला बेलू उड़िया कथबार्ता होता सहित उड़िया कथबार्ता होती कि मत से उड़िया कहले ना यहाँ कौन मातृभाषा प्रति आम रहा सम्मान ना जिते आम जाना जड़े ओडिया बाहर जड़े अच्छी सहित आम ओडिया ही कथबार्ता हाँ एवं इंग्राजी इंग्लीश हो पाए कौन हिंदी की इंग्लीश यदि गुरुत्व नदे आम ओडिया सहित कथबार्ता यह ही आम मातृभाषा पर सम्मान रू मोर आज दिवस में मुझे समस्त को आह्वान करी ये मातृभाषा को समस्त टेक रख जदि किसी भाषा ओडिया भाषा साहित्य उपेन्द्र भंज आमर अच्छा कवि माने भाषार आम गंगाधर मेहर केते ओडिया भाषा व्यक्ति उच्च रखिंट सी प्रति आम सम्मान रही ओडिया भाषा को निजर करी आगे धन्यवाद समस्त आज मातृभाषा दिवस में मुझे समस्त को अभिवादन और धन्यवाद अर्पण करुँची सार भी कही आम मातृभाषा टेक रखापी जबरदस्त चेष्टा करवा आम तले पकईदेवानी जदि आम इंग्लीश हिंदी अन्य सब्जेक्ट पढ़ा किंतु मातृभाषा को आम सब सम्मान देवा उचित धन्यवाद समस्त को धन्यवाद आज दिवस को बहुत बहुत धन्यवाद खरार समस्त छिड़ाई खरा भी टे टाण है पाने किसी न कहले विरक्ति प्रकाश करेंगे आम केवल ये विचार रखा ये दिवस को कहीं गुरुत्व दिखाई अंतरराष्ट्रीय स्तर में विचार करागला कि आम पथभ्रष्ट हो पथभ्रष्ट को ठीक रास्ता को आने आमर ये विश्व मातृभाषा दिवस
ତେଣୁ ଆମ ପାଇଁ କେବଳ ଆଜିର ଗୋଟିଏ ଦିବସରେ ଗୋଟିଏ ସ୍ମରଣୀୟ ରହିବ ଯେ ଆମର ମାତୃଭାଷା ହେଉଛି ଓଡ଼ିଆ। ଆମେ ଓଡ଼ିଆ ମାଟିର ସନ୍ତାନ। ଓଡ଼ିଶା ପାଇଁ ଆମେ ଗର୍ବିତ। ଆମ ମାତୃଭାଷା ପାଇଁ ଆମେ ଗର୍ବିତ। ହୁଏତ ଆମେରିକା ପୃଥିବୀର ସର୍ବବୃହତ ସର୍ବରାଷ୍ଟ୍ର ବା ସର୍ବଧନୀ ରାଷ୍ଟ୍ର ହେଇପାରେ, କିନ୍ତୁ ଆମ ବିଚାରରେ ସେ ଆମଠୁ ଧନୀ ନୁହଁ। ଯେତେବେଳେ ଆମେ ନିଜର ମାତୃଭାଷାକୁ ସମ୍ମାନ ଦେଇଛନ୍ତି ସେତେବେଳେ ଆମେ ଭାବିବା ଯେ ଇଂରେଜୀ ଭାଷା ଆମ ତୁଳନାରେ କିଛି ନୁହଁ, ଆମେ ହିଁ ଶ୍ରେଷ୍ଠ। ଆମର ପ୍ରଭୁ ହେଉଛନ୍ତି ଜଗନ୍ନାଥ ମହାପ୍ରଭୁ, ଉତ୍କଳର ଆରାଧ୍ୟ ଦେବ ହେଉଛନ୍ତି ଜଗନ୍ନାଥ ମହାପ୍ରଭୁ। ତେଣୁ ତାଙ୍କ ଚରଣରେ ଆମେ ସମର୍ପିତ ହେଇଛନ୍ତି। ସିଏ ସୁଖପାଳ, ସିଏ ଆମକୁ ସବୁବେଳେ ତାଙ୍କ ଛତ୍ର ଛାୟା ତଳେ ରଖିଛନ୍ତି। ତେଣୁ ଆମେ ଆଜିର ଦିବସରେ ଶପଥ ନେବା ଯେ ଭୁଲବଶତଃ ହୁଏତ ଆମେ ଅଭ୍ୟାସଗତ ଭାବେ ଇଂରେଜ କିମ୍ବା ହିନ୍ଦୀ ଉଚ୍ଚାରଣ କରିପାରିବା, ଅସୁବିଧା ନାହିଁ। କିନ୍ତୁ ଆମେ ସଂକଳ୍ପ ନେବା ଯେ ଆମେ ଚେଷ୍ଟା କରିବା ଆମେ ଆମର ମାତୃଭାଷାକୁ, ଓଡ଼ିଆ ଉତ୍କଳ ପ୍ରଦେଶକୁ ଆମେ ସବୁବେଳେ ସମ୍ମାନ ଦେବାର ଶିଖିବା ଏବଂ ଆବଶ୍ୟକ ସ୍ଥଳେ ଯାହା କହୁଥିଲେ ଯେଉଁଠି ଯେତେବେଳେ ଆବଶ୍ୟକ ଆମେ କେବଳ ଆମର ମାତୃଭାଷାକୁ ଗୌରବ ରଖିବା ପାଇଁ ତାକୁ ଉଚ୍ଚ ସ୍ଥାନ ଦେବା। ହରି ଓମ୍ ନମୋ ନାରାୟଣ ସମସ୍ତଙ୍କୁ।